ଗ୍ଲାମ ଇଣ୍ଡିଆ 2026 ର ପ୍ରତିଯୋଗିତାରେ 50 ଜଣଙ୍କୁ ପଛରେ ପକାଇ ଚମକିଛନ୍ତି ଅନୁଗୁଳର ପୁଅ ଡି ଶ୍ରେୟାଂଶ କୁମାର ଶତପଥୀ। ଯାହା ସୂଚନା ରହିଛି ଯେ ପାଖାପାଖି 1 ମାସ ପରିଶ୍ରମର ଇଏ ହେଉଛି ଫଳ, ଯାହା ଆଜି ଅନୁଗୁଳ ଏକ ଗର୍ବର କଥା। ଆମେ ଟିକେ ଆଲୋଚନା କରିବା ସେ କେଉଁଭଳି ଭାବରେ ପରିଶ୍ରମ କରିଥିଲେ ଏବଂ କେତେ ସଫଳ ହୋଇଥିଲେ ଏବଂ ତାଙ୍କୁ କିଏ ସପୋର୍ଟ କରିଥିଲା ଯେ ସେ ସାରା ରାଜ୍ୟର ପ୍ରଥମ ପ୍ରାଇଜ ପାଇଛନ୍ତି ବା ୱିନର ହୋଇଛନ୍ତି। ଆଜ୍ଞା କଣ କହିବେ? ଇଏ ତ ଆମ ପାଇଁ ଏକ ଗର୍ବର କଥା। ଅନୁଗୁଳ କଥା ଯେତେବେଳେ ଆସୁଛି ଇଏ ଗର୍ବର କଥା। ସାରା ରାଜ୍ୟର ପ୍ରତିଯୋଗୀ ମାନେ ଆସୁଛନ୍ତି, ପାଖାପାଖି 50 ଜଣଙ୍କୁ ଆପଣ ପଛରେ ପକେଇଛନ୍ତି ଏବଂ ବିଜୟର ମୁକୁଟ ପିନ୍ଧିଛନ୍ତି। କଣ କହିବେ ବିଷୟ? ଏଇଥିରେ ସମସ୍ତଙ୍କର ହାତ ରହିଛି, ମୋ ମାମା ପାପା ସମସ୍ତଙ୍କର, କିନ୍ତୁ ସବୁଠୁ ବେଶୀ ହାତ ମୋ ମାମାଙ୍କର ରହିଛି। ତାଙ୍କ ସପୋର୍ଟରେ ତାଙ୍କ ସପୋର୍ଟ ଯଦି ନଥାନ୍ତା ମୁଁ ଆଜି ଏଇ ସ୍ତର ତକେ ପହଞ୍ଚି ପାରିନଥାନ୍ତି। କଣ ରହିଛି ଆଶା ଯେ ଆପଣ ଯେତେବେଳେ 50 ଜଣଙ୍କୁ ପଛରେ ପକେଇଲେ, ନିହାତି ଭାବରେ ଆଗକୁ ଆଉ କିଛି ଆଶା ରହିଥିବ ଯେ ମୁଁ ଅନୁଗୁଳ ଜିଲ୍ଲାର ନାଁ କଲି, ରାଜ୍ୟର ନାଁ କରିବି, ଦେଶର ନାଁ କରିବି। କଣ ରହିଛି ଆଗକୁ ଆଶା? କଣ ଆଗକୁ ଆଶା ରହିଛି ମତେ ଏକ ସକ୍ସେସଫୁଲ ଆକ୍ଟର ହବାର ଅଛି। ଏହା ମୋର ଜୀବନର ଏକମାତ୍ର ଲକ୍ଷ୍ୟ, କାହିଁକି ନା ମୋ ମାମାର ବି ଏହା ସ୍ୱପ୍ନ ଥିଲା, କିନ୍ତୁ ମୁଁ ମୋ ମାମାର ସ୍ୱପ୍ନକୁ ଆଗକୁ ବଢେଇବାକୁ ଚାହୁଁଛି। ଯଦି ଆମେ କହିବା, ଆପଣ ଯେତେବେଳେ ରାଜ୍ୟସ୍ତରୀୟ ଗୋଟେ ପ୍ରତିଯୋଗିତାରେ ପ୍ରତିଯୋଗୀ ବା ପାର୍ଟିସିପେଟ କରୁଛନ୍ତି, ନିହାତି ଭାବରେ ଦୀର୍ଘ ଦିନ ଧରି ପ୍ରାକ୍ଟିସ କରିଥିବେ ବା ଅଭ୍ୟାସ କରିଥିବେ। କେତେ ଦିନର ଇଏ ରହିଥିଲା ଯେ ଆପଣ ଆଜି ସଫଳ ହେଇଛନ୍ତି? ଏହା ଦୀର୍ଘ ମାସକର ସଫଳତା। ଏହା ଷ୍ଟାର୍ଟ ହେଇଥିଲା ମେ 1ରୁ ଷ୍ଟାର୍ଟ ହେଇଥିଲା। ମୁଁ ଆଗ ବହୁତ ମୋଟା ଥିଲି, ମୋଟାରୁ ଫାଷ୍ଟ ପତଳା ହବାକୁ ପଡିଲା, ମୋର ଫ୍ଲୁଏନ୍ସି ଇମ୍ପ୍ରୁଭ କରିବାକୁ ପଡିଲା, ଡ୍ୟାନ୍ସ ସ୍କିଲକୁ ଆହୁରି ଇମ୍ପ୍ରୁଭ କରିବାକୁ ପଡିଲା, ଫିଟନେସ ରାଉଣ୍ଡ ଏକ ଥିଲା, ଫିଟନେସ ରାଉଣ୍ଡ ପାଇଁ ପ୍ରିପେୟାର ହବାକୁ ପଡିଲା। ଏହା ବହୁତ ଦୀର୍ଘ ଦିନର ପରିଶ୍ରମ। ଆଲୋଚନା କରୁଥିଲେ ଯେ ଦୀର୍ଘ ଦିନର ପରିଶ୍ରମ ପରେ ଆଜି ଅନୁଗୁଳର ନାଁ ସାରା ରାଜ୍ୟରେ ଚମକୁଛି, ଯେ ଯାହାକୁ ନେଇ ଏକ ଗର୍ବର କଥା। ଆମେ ଆଲୋଚନା କରିବା ଡି ଶ୍ରେୟାଂଶ କୁମାରଙ୍କ ମା ସହିତ, କାରଣ ଯିଏ ସବୁବେଳେ ସବୁ କ୍ଷେତ୍ରରେ ତାଙ୍କୁ ସପୋର୍ଟ କରିଛନ୍ତି, ଆଗକୁ ଯିବା ପାଇଁ ସାହସ ଦେଇଛନ୍ତି ଏବଂ ଯେତେବେଳେ ସେ ଅଭ୍ୟାସ କରିଥାନ୍ତି ସେହି ସମୟରେ ବି ମଧ୍ୟ ତାଙ୍କ ପାଖରେ ରହିଥାନ୍ତି। ଆଜ୍ଞା କଣ କହିବେ? ଆପଣଙ୍କ ପୁଅ ଆଜି ସାରା ରାଜ୍ୟରେ ନାଁ କରିଛନ୍ତି, ଯେଉଁଥିରେ କି ସେ 50 ଜଣଙ୍କୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକେଇଛନ୍ତି ଆଉ ଆଗକୁ ଆସିଛନ୍ତି, ୱିନର ହୋଇଛନ୍ତି। କେତେ ଆପଣଙ୍କର ସପୋର୍ଟ ରହିଥିଲା? ମୋ ସପୋର୍ଟ ତ ସବୁବେଳେ ତା ସହିତ ଅଛି, କିନ୍ତୁ ୟାର ପୁରା ଶ୍ରେୟ ମୁଁ ତାକୁ ହିଁ ଦେବି। କଣ ପାଇଁ ନା ସେ ମୋଟାରୁ ପତଳା ହବାର ଇଏଟା ସେ ବହୁତ ଚେଷ୍ଟା କରିଛି, ମୋଟାରୁ କେମିତି ପତଳା ହବ ବୋଲି। ଯେହେତୁ ସେ 10th ଦଉଥିଲା ଏକ୍ସାମ, ତ ବହୁତ ମୋଟା ହେଇଯାଇଥିଲା, ଯେହେତୁ ଡ୍ୟାନ୍ସ ଛାଡି ଦେଇଥିଲା ବହୁତ ମୋଟା ବି ହେଇଯାଇଥିଲା। କିନ୍ତୁ ସେଇଟା ସେ ପରିଶ୍ରମ କରି କରି ସେ ନିଜେ ପତଳା ହେଲା। ଆଉ ଡ୍ୟାନ୍ସ ବି ଛାଡି ଦେଇଥିଲା ଦୀର୍ଘ ଦିନ, ପୁରା 1 year ହେଲାଣି ସେ ଡ୍ୟାନ୍ସ ଛାଡି ଦେଇଥିଲା। ତ ଡ୍ୟାନ୍ସ ସେ ନିଜେ ନିଜେ ପୁଣି ତାକୁ ତାର ମୋଡିଫାଏ କରିକି ନିଜେ ନିଜେ ଡ୍ୟାନ୍ସ ବି କଲା। ନିଜେ ନିଜେ ଚେଷ୍ଟା କରିକି ସେ ନିଜେ ହିଁ କରିଛି। ଏଥିରେ ମୁଁ ତାକୁ ମାନେ ସାହସ ଦେଇଛି, କିନ୍ତୁ ସେ ନିଜେ ଚେଷ୍ଟା କରିକି ୱିନର ହେଇଛି ସେ ନିଜ ଚେଷ୍ଟାରେ। ମା କହୁଥିଲେ ଯେ ସେ ପାଖାପାଖି ଯେତେବେଳେ 10th ପଢୁଥିଲେ ସେଇ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଟିକେ ବଢି ଯାଇଥିଲା, ତାଙ୍କୁ ସେ ଫିଟ୍ କରିଥିଲେ। ଫିଟ୍ ପରେ ସେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆମେ ଟିକେ ଆଲୋଚନା କରିବା ତାଙ୍କ ଅଜାଙ୍କ ସହ, ଯିଏ ସବୁ କ୍ଷେତ୍ରରେ ସବୁବେଳେ ତାଙ୍କୁ ସପୋର୍ଟ କରିଥାନ୍ତି। କଣ କହିବେ ଆଜ୍ଞା? ଆପଣଙ୍କ ନାତି ଆଜି ସାରା ରାଜ୍ୟରେ ଚମକିଛନ୍ତି, ଅନୁଗୁଳର ନାଁ କରିଛନ୍ତି, ଏ ବିଷୟରେ କଣ କହିବେ? ମୁଁ ଏତିକି କହିବି ଯେ ମାନେ ତା ମା ବି ଗୋଟେ ପ୍ରଥମରୁ ତାର ଡ୍ୟାନ୍ସରେ ସେ ବି ଆଗକୁ ଆଗେଇଥିଲା। ଓଡ଼ିଶୀରେ ସେ ବି ବହୁତ ପ୍ରାଇଜ୍ ପାଇଛି। ତାପରେ ଆସିଲା ମୋ ନାତି ସେ ତାର ପ୍ରଚେଷ୍ଟାରେ ସବୁ ଏପର୍ଯ୍ୟନ୍ତ ବହୁତ ଯେତେ ଅନୁଗୁଳରେ ଆମର ଯେତେ ପ୍ରତିଯୋଗିତା ଠିଆ ହେଇକି ସେ ସବୁଥିରେ ବି ୱିନର ହେଇକି ଆସିଛି। ଆଉ ଏଇଟା ହେଲା ବେଶୀ ୱିନର, ତାର ଭବିଷ୍ୟତକୁ ଯିବ ଆଗକୁ ଆଗେଇବ, ସେଇଟା ହିଁ ମୁଁ ବେଶୀ ଚାହୁଁଛି। ତାର ସେ କିନ୍ତୁ ଆଗକୁ ଯାଉ ଭାରି, ଭଗବାନଙ୍କର କୃପାରୁ ସେ ଭଲରେ ରହିକି ଭଲରେ ଆଗକୁ ଯେ ଶ୍ରେୟାଂଶ ପିଲାଟି ଦିନରୁ ସେ ଏହି ପ୍ରତି ତାଙ୍କର ଅଭ୍ୟାସ ରହିଛି, ଯାହା ଆମେ ତାଙ୍କ ଘରେ ପାଖାପାଖି 150ରୁ ଅଧିକ ପ୍ରାଇଜ ରହିଛି। ବିଭିନ୍ନ କାଟାଗୋରୀରେ ସେ ପ୍ରତିଯୋଗିତା କରିଥିଲେ ଏବଂ
ପ୍ରାଇଜ ଆଣିଥିଲେ, ଯାହା ଫଳରେ ତାଙ୍କୁ ସାହସ ଉପରେ ସାହସ ଦେଇଥିଲା ଏବଂ ସେ ସାରା ରାଜ୍ୟରେ ଚମକିଥିଲେ। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।